नमस्कार। एक प्रश्न आसे मनीष जन्म दुख कष्ट जंत्रणा ये समस्त कौन सामान्य अर्थात यह कौन स्वाभाविक ना यहाँ को आमे जानी जानी आमंत्रण करू। तेबे यार उत्तर रे यह निश्चित कह जाई पारे जे जहाँ आम आगे स्पष्ट अर्थात जो विषय रे आमर धारणा बा ज्ञान सुस्पष्ट आमे से विषय रे बा आमर से विषय रे कौनसी भ्रांति न थाए अर्थात से विषय उपस्थित हेले आमे तार समाधान खूब सहज रे करि देउ। ठीक जे भली आमर दृष्टिशक्ति यदि ठीक अच्छी तेबे आमे रास्तार समस्त गतिविधि को लक्ष्य करिकी आमर लक्ष्य पथरे अग्रसर हो पारिबा। मात्र यदि दृष्टिशक्ति ठीक नहीं तेबे को जानवाहन रे बा को रास्तार समतल असमतल खाल ढीप अर्थात नाना प्रकार असुविधार सम्मुखीन आमको हेबापाई पड़े एवं से विपद रे आमर प्राणहानि मध्य हो पारे। किंतु यदि दृष्टिशक्ति ठीक अच्छी ये समस्त को आम खूब सहज रे अतिक्रम करिपारू। तेबे जहाँ आम आगे स्पष्ट नुहे ताहाकु ही जंत्रणा कहा जाए, ताहाकु ही व्यथा कहा जाए, ताहा ही दुख एवं ताहा ही कष्ट। ठीक जो विषय रे आमर दृष्टि बा विचार अथवा ज्ञान स्पष्ट से विषय रे आमको कौन सी पीड़ा जंत्रणा दुख कष्ट हुए नहीं। यह बुझीबा को पड़िबो जे आमर दुख कष्ट जंत्रणा ये समस्त आमर अर्थात आम निजर आमंत्रित अर्थात आमे निजे ही आमंत्रण करू। ताहा कि भली ताकू ही बुझिबार विषय। आमे जेते प्रकार दुख कष्ट भोग करू अर्थात त्रिताप बाधा कहले ठीक हेबो। आध्यात्मिक आधिभौतिक बा आधिदैविक ये समस्त भोग हेबार स्थान केउठी? ए समस्त भोग हेबार स्थान बा आलय हेला नीलय हेउची एई शरीर अर्थात शरीर एवं मन अर्थात स्थूल शरीर एवं सूक्ष्म शरीर ना यह व्यतिरिके तृतीय आउ कहीं यहाँ भोग करने को आसे कि टिके चिंता कले बा विचार चिंतन कले यह स्पष्ट हेबो जे जेते प्रकार कष्ट बा जंत्रणा यह शरीर भोग करे किंबा मानसिक व्यथा हेउ बा दुख हेउ यह मनर भोग्य विषय। सुख को बा दुख को आमे भोग करिया पई चाहू, दुख को आमे अस्वीकार कले मध्य आमको बाध्यतामूलक यह भोग करने को पड़े। ठीक से भली शारीरिक कष्ट यह केते दूर आमे एड़े पारिबु से विषय को नहीं कि आजिकार आलोचना। तेबे ता पूर्व आध्यात्मिकतार जो प्रयोजन ताहा केउथि पई
ତାହା ବୁଝିବାର ବେଶ୍ ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ଯେତେବେଳେ ସମସ୍ତ ତ୍ରିତାପ ବାଧା ଆମ ଶରୀର ଏବଂ ମନ ଦ୍ୱାରା ହିଁ ଆମେ ଭୋଗ କରୁ, ଏହା ସ୍ପଷ୍ଟ କରେ ମାତ୍ର ଅଧ୍ୟାତ୍ମ, ଏହା ସ୍ପଷ୍ଟ କରେ ପରାବିଦ୍ୟା, ଏବଂ ଏହାକୁ ଜାଣିବା ଦ୍ୱାରା ହିଁ ଆମେ ନିଜକୁ ଶରୀର ଏବଂ ମନଠାରୁ ପୃଥକ ବୋଲି ଜାଣିପାରୁ। ଆଉ ଏହି ମହତ୍ ଶିକ୍ଷା ଅଧ୍ୟାତ୍ମ ବ୍ୟତିରେକେ ଜଗତର ଆଉ କୌଣସି ପୁସ୍ତକରେ ମିଳେ ନାହିଁ ବା ସମାଜ ଶିକ୍ଷା ଦେଇପାରେ ନାହିଁ। ଏହା ଶିକ୍ଷା ଦିଏ ବେଦ, ଶାସ୍ତ୍ର, ଉପନିଷଦ, ଗୀତା, ଭାଗବତ ଅର୍ଥାତ୍ ଧର୍ମଶାସ୍ତ୍ର। ସେ କୌଣସି ଭାଷାର ହେଉନା କାହିଁକି, ଯାହା ସତ୍ୟର ମାର୍ଗକୁ ପ୍ରଦର୍ଶିତ କରେ, ଯାହା ଶାନ୍ତି ଧର୍ମର ମାର୍ଗକୁ ବିସ୍ତାର କରେ, ତାହା ହିଁ ଆମକୁ ଏହି ତ୍ରିତାପ ବାଧାରୁ ମୁକୁଳିବାର ସହଜ ବାଟଟିକୁ ମଧ୍ୟ ପ୍ରଦର୍ଶିତ କରେ। ସେଥିପାଇଁ କୁହାଯାଇଛି ଶାସ୍ତ୍ରରେ ସା ବିଦ୍ୟା ଯାହା ବିମୁକ୍ତ, ଅର୍ଥାତ୍ ଯାହା ମୁକ୍ତି ପ୍ରଦାନ କରେ। କେଉଁଥିରୁ? ସକଳ ବିଷୟରୁ, ସକଳ ଦୁଃଖ କଷ୍ଟ ଯନ୍ତ୍ରଣାରୁ। ଆଉ ଯଦି ଏଥିରୁ ସିଏ ଆମକୁ ଉଦ୍ଧାର ନ କରିପାରନ୍ତା, ତାକୁ ଶାସ୍ତ୍ର ବୋଲି କୁହାଯିବ କି? ଆଦୌ ନୁହେଁ। ତାକୁ ଧର୍ମ ଗ୍ରନ୍ଥ ବୋଲି କୁହାଯିବ କି? ଆଦୌ ନୁହେଁ। ତେବେ ତାହା ହିଁ ଅଧ୍ୟାତ୍ମ ଶିକ୍ଷା ଦିଏ। ସେଥିପାଇଁ ଏହି ପରାବିଦ୍ୟା ସବୁଠୁ ଶ୍ରେଷ୍ଠ। ତେବେ ବୁଝିବାକୁ ପଡ଼ିବ, ଯେଉଁ ଶାରୀରିକ ଦୁଃଖ କଷ୍ଟ ଅର୍ଥାତ୍ ମାନସିକ ହେଉ ବା ଶାରୀରିକ ହେଉ, ଏ ସମସ୍ତ ଯନ୍ତ୍ରଣାକୁ ଆମେ ଉପେକ୍ଷା କରିପାରିବା କି? ନିଶ୍ଚିତ ଭାବରେ କରାଯାଇପାରିବ। କାରଣ ଯଦି ଶାରୀରିକ ପୀଡ଼ା ବା ଯନ୍ତ୍ରଣା ପ୍ରଭାବ ପକାଇବା ପାଇଁ ସମର୍ଥ, ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବାର ଥିଲା, ମାତ୍ର ତାହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହୁଏ ନାହିଁ। ଅର୍ଥାତ୍ ଏକ ପୀଡ଼ା 5 ଜଣଙ୍କ ଠାରେ ସମାନ ପ୍ରଭାବ ଦେଖାଇପାରେ ନା। ସେହିଭଳି ଗୋଟିଏ ଦୁଃଖ ମଧ୍ୟ ଅର୍ଥାତ୍ ମାନସିକ ଦୁଃଖ ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରିପାରେ ନା। କେହି ସେ ପ୍ରଭାବରେ ଆସିଯାଏ, କେହି ସେ ପ୍ରଭାବରେ ତିଳେ ମାତ୍ର ବିଚଳିତ ହୁଏ ନା ବା ପ୍ରଭାବିତ ହୁଏ ନା। ଯଦି ତାହା ପ୍ରକୃତ ଦୁଃଖ ବା ପ୍ରକୃତ ଯନ୍ତ୍ରଣା ହେଇଥାନ୍ତା, ତେବେ ଉଭୟଙ୍କୁ ବା ସମସ୍ତଙ୍କୁ ତାହା ସମାନ ଭାବରେ ପ୍ରଭାବିତ କରିପାରିବାର କ୍ଷମତା ସେଥିରେ ରହିବାର ଆବଶ୍ୟକତା ରହିଛି। କିନ୍ତୁ ତାହା ସମସ୍ତଙ୍କୁ ସମାନ ପ୍ରଭାବିତ କରେ ନା। ଏହା ହିଁ ଆମକୁ ଆଶ୍ଚର୍ଯ୍ୟରେ ପକାଏ, ଏହା ହିଁ ଆମକୁ ଚିନ୍ତନ କରିବାକୁ ବାଧ୍ୟ କରେ, ଏହା ହିଁ ଆମକୁ ବିଚାର କରିବାକୁ ପ୍ରେରଣା ଯୋଗାଏ ଯେ ଯଦି ତାହା ବାସ୍ତବିକ କଷ୍ଟପ୍ରଦ, ତାହେଲେ ତାହା ସମସ୍ତଙ୍କ ପାଇଁ କଷ୍ଟପ୍ରଦ। କେହି ସେଥିରେ ବ୍ୟତିକ୍ରମ ହେବାର କୌଣସି ଦୃଷ୍ଟାନ୍ତ ଆମେ ଦେଖିପାରନ୍ତୁ ନାହିଁ। ମାତ୍ର ଏହା ଆମେ ଅନେକ ମାତ୍ରାରେ ଦେଖୁ ଏବଂ ବିଶେଷ ଭାବରେ ସେହିମାନଙ୍କ କ୍ଷେତ୍ରରେ ଦେଖୁ ଯେଉଁମାନଙ୍କୁ ଜଗତର କୌଣସି ପାର୍ଥିବତ୍ୱ ବା ଜଡ଼ତ୍ୱରେ କୌଣସି ବିଶେଷ ସମ୍ବନ୍ଧ ନଥାଏ। ସେମାନଙ୍କୁ ନା ଶାରୀରିକ ବାଧା ପ୍ରଭାବିତ କରିପାରେ, ନା ମାନସିକ ବାଧା ଅର୍ଥାତ୍ ଶାରୀରିକ ଯନ୍ତ୍ରଣା କଷ୍ଟ, ଏ ସମସ୍ତ ତାଙ୍କୁ ମଧ୍ୟ ଅଛି। ଶରୀର ଯିଏ ଧାରଣ କରିଛି, ସିଏ ତାକୁ ନିଶ୍ଚିତ ଭାବରେ ବାଲ୍ୟାବସ୍ଥା, କୈଶୋରାବସ୍ଥା, ଯୌବନାବସ୍ଥା, ବାର୍ଦ୍ଧକ୍ୟାବସ୍ଥା ବା ରୋଗ ବ୍ୟାଧି,
ଏ ସମସ୍ତ ଆକ୍ରାନ୍ତ ତ କରିବ, କିନ୍ତୁ ସେଥିରେ ଅପ୍ରଭାବିତ ରହିପାରିବାର ସ୍ଥିତିଟାକୁ ହିଁ ଯେଉଁ ଅନୁଭବ କରିପାରିବା କିମ୍ବା ମାନସିକ ଦୁଶ୍ଚିନ୍ତା, ମାନସିକ ପୀଡ଼ା, କୌଣସି ପ୍ରକାରର ଦୁଃଖ, ତାହାକୁ ମଧ୍ୟ ସେମାନେ ଖୁବ୍ ସହଜରେ ଉପେକ୍ଷା କରିପାରନ୍ତି। ଉପେକ୍ଷା କରିବାର ଅର୍ଥ ଏହା ନୁହେଁ ଯେ ତାହା ଅଛି ତାକୁ ଅଣଦେଖା କରିବା। ଉପେକ୍ଷାର ଏଠାରେ କହିବାର ତାତ୍ପର୍ଯ୍ୟ ହେଉଛି ତାହା ବାସ୍ତବିକ ମୂଲ୍ୟହୀନ, ତାର କୌଣସି ଗୁରୁତ୍ୱ ନଥାଏ। ଠିକ୍ ଏହା ହିଁ ବୁଝିବା ଆଜିକାର ଆଲୋଚନାର ମୁଖ୍ୟ ବିଷୟ। ଇପ୍ସିତ ଅଭୀଷ୍ଟ କ'ଣ? ଶରୀରର ଅଭୀଷ୍ଟ କ'ଣ? ଶରୀର ଚିରଦିନ ବର୍ତ୍ତମାନ ରହୁ ବା ବିଦ୍ୟମାନ ରହୁ ବା ବଞ୍ଚି ରହୁ, ଏହା ହିଁ ଶରୀର ଇଚ୍ଛା କରେ। ସେଥିପାଇଁ ବଂଶ ବିସ୍ତାର। ଶରୀରର କ୍ଷୟ ଆମେ ସ୍ୱୀକାର କରିପାରୁନା, ଶରୀରର ବାର୍ଦ୍ଧକ୍ୟ ଆମେ ସ୍ୱୀକାର କରିପାରୁନା। ଠିକ୍ ଯେଭଳି ଆମ ମନକୁ ଦୁଃଖ ବା ଯନ୍ତ୍ରଣା ହୁଏ, ଆମେ କ'ଣ ଚାହୁଁ? ଆମକୁ ସୁଖ ମିଳୁ, ଦୁଃଖ ନ ମିଳୁ, ଆମେ କଷ୍ଟ ନ ପାଉ। ଆମର ଇପ୍ସିତ ବା ଅଭୀଷ୍ଟ କ'ଣ? ଆମେ ସୁଖ ପାଉ, ଆରାମ ପାଉ, ଆମ ଜୀବନରେ କୌଣସି ବାଧାବିଘ୍ନ ନ ଆସୁ। ଏହା ହିଁ ସମସ୍ତଙ୍କର ଇପ୍ସିତ ବା ଅଭୀଷ୍ଟ। ଏହା ବ୍ୟତିରିକ୍ତ ଏହା କେହି ଅସ୍ୱୀକାର ତ କରିପାରିବ ନାହିଁ ଯେ ମୋତେ ଆରାମ ଦରକାର ନାହିଁ ବା ସୁଖ ଦରକାର ନାହିଁ କିମ୍ବା ସୁବିଧା ଦରକାର ନାହିଁ। ମାତ୍ର ଏହା ପ୍ରତିଫଳିତ ହୁଏ କି? ଏହା ଆମ ଇଚ୍ଛା ହେଲେ ମଧ୍ୟ ଏହା ପୂରଣ ହୁଏ କି? ଯଦି ସମସ୍ତଙ୍କର କାମନା ଆମକୁ ସୁଖ ମିଳୁ, ପ୍ରତିବଦଳରେ ଦୁଃଖ କାହିଁକି ମିଳୁଛି? ଆମକୁ ଆରାମ ମିଳୁ, ଆମେ ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ତାଙ୍କର ଭୋଗ୍ୟ ବିଷୟ ଜୁଟାଇବାରେ ସାହାଯ୍ୟ କରୁ ବା ଅର୍ଥାତ୍ ସ୍ଥୂଳ ଇନ୍ଦ୍ରିୟକୁ ତାର ବିଷୟ କିମ୍ବା ସୂକ୍ଷ୍ମ ଇନ୍ଦ୍ରିୟକୁ ସେମାନଙ୍କର ବିଷୟ। ଯେଭଳି କର୍ମେନ୍ଦ୍ରିୟ ବା ଜ୍ଞାନେନ୍ଦ୍ରିୟମାନଙ୍କୁ ଏବଂ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଏହିସବୁ ଅନ୍ତରେନ୍ଦ୍ରିୟକୁ ସେଗୁଡ଼ିକର ବିଷୟ ଯୋଗାଇ ଦେବା ପରେ ମଧ୍ୟ ସେମାନେ ଅତୃପ୍ତ ହିଁ ରହନ୍ତି। ସେମାନଙ୍କର ତୃପ୍ତି ଆସେ ନାହିଁ ଏବଂ ଆସି ମଧ୍ୟ ପାରିବ ନାହିଁ। କାରଣ ତୃପ୍ତି ଭୋଗରେ ନଥାଏ, ଥାଏ ତ୍ୟାଗରେ। ସମସ୍ତଙ୍କର ସ୍ୱୀକାର୍ଯ୍ୟ ଅର୍ଥାତ୍ ଏହି ଆରାମ, ସୁଖ ବା ଭୋଗ, ଏହା ଯେହେତୁ ସଂକୁଚିତ, ସେଥିପାଇଁ ଆମେ ତ୍ରିତାପ ବାଧାରେ ଗ୍ରସିତ ବା ପୀଡ଼ିତ। ଏହାକୁ ବୁଝିବାଟା ଅତ୍ୟନ୍ତ ସହଜ, ମାତ୍ର ଦୃଷ୍ଟି ଟିକିଏ ତୀକ୍ଷ୍ଣ କରିବାକୁ ପଡ଼େ, ଟିକିଏ ସୂକ୍ଷ୍ମ କରିବାକୁ ପଡ଼ିବ। ତେବେ ଏହା ବେଶ ହୃଦୟଙ୍ଗମ ଏବଂ ଏଥିରୁ ନିବୃତ୍ତି ମଧ୍ୟ ଖୁବ୍ ସହଜରେ ସମ୍ଭବ। କିଭଳି ଆମେ କଷ୍ଟ ସ୍ୱୀକାର କରୁ କି ନା? ଆମର ଆତ୍ମୀୟ ସ୍ୱଜନମାନଙ୍କ ପାଇଁ ବା ଆମର କୌଣସି ସ୍ୱାର୍ଥ ପାଇଁ ଆମେ ଶାରୀରିକ ବା ମାନସିକ କଷ୍ଟ ସହ୍ୟ କରୁ। କିନ୍ତୁ କେତେ ମାତ୍ରାରେ ଆମେ କରିପାରିବୁ ଏବଂ କେତେ ମାତ୍ରାରେ ଏହା ଆମକୁ ସୁଖ ବା ଶାନ୍ତି ଦେଇପାରିବ? ଠିକ୍ ଯେତେବେଳେ ଏହାର ବିପରୀତରେ ଆମେ ଦେଖୁ, ଯେଉଁମାନେ ନିଜସ୍ୱ ସ୍ୱାର୍ଥ ପାଇଁ ବା ନିଜର ଆତ୍ମୀୟ ସ୍ୱଜନମାନଙ୍କ ପାଇଁ ବିଶେଷ ଚେଷ୍ଟାରତ ନୁହନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ତ ଯନ୍ତ୍ରଣା ସେମାନେ ଖୁବ୍ ସହଜରେ ଲଙ୍ଘନ କରିପାରନ୍ତି, ଖୁବ୍ ସହଜରେ ଅତିକ୍ରମ କରିପାରନ୍ତି। ସେମାନେ ମାନସିକ ବ୍ୟଥା, ପୀଡ଼ା ବା ଶାରୀରିକ ଯନ୍ତ୍ରଣା
ଏ ସମସ୍ତକୁ ବ୍ୟକ୍ତିଗତ ବା ବ୍ୟଷ୍ଟିଗତ ପରିପୂର୍ତ୍ତିରେ ଅର୍ଥାତ୍ ବ୍ୟକ୍ତିଗତ ବା ବ୍ୟଷ୍ଟିଗତକୁ ପରିପୂର୍ଣ୍ଣ କରିବାରେ ଆମର ଯେଉଁ ଚେଷ୍ଟା ତାହା କ'ଣ? ତାହା ବାସ୍ତବରେ ବୁଝିବାକୁ ଗଲେ ତାହା ଅହଙ୍କାରକୁ ହିଁ ଖାଦ୍ୟ ଯୋଗାଇବା ହୁଏ। ସେଥିପାଇଁ ଆମେ କାହା ପାଇଁ କିଛି କଲେ ସିଏ ଆମ ପ୍ରତିବଦଳରେ କିଛି ନ କଲେ ଆମେ କଷ୍ଟ ପାଉ। ଆମେ ତା ପାଇଁ ପରିଶ୍ରମ କଲେ ସିଏ ପ୍ରତିବଦଳରେ ଆମ ପାଇଁ କୌଣସି ଅର୍ଥାତ୍ ବିନିମୟର ମାଧ୍ୟମ ନହେଲେ ଆମେ ସେ ସମ୍ପର୍କର ମାନେ ବୁଝୁନା। ଆମେ ସେ ସମ୍ପର୍କର ପ୍ରକୃତ ଆମେ କହୁନା ଯେ ସେ ସମ୍ପର୍କ ବାସ୍ତବରେ ଉଚିତ ବା ଠିକ୍ ବୋଲି। ଆମେ ସେ ସମ୍ପର୍କକୁ ତୁଚ୍ଛ ମନେ କରୁ ଏବଂ ସେଇ କ୍ଷେତ୍ରରେ ହିଁ ଭୁଲ ରହିଯାଏ ଯେ ବ୍ୟକ୍ତିଗତ ବା ବ୍ୟଷ୍ଟିଗତ ଯେଉଁ ଶରୀରର ବା ମନର ଯେଉଁ ପରିପୂର୍ତ୍ତି ଆମେ ସାଧନ କରୁ ମାତ୍ର ତାହା ଅହଙ୍କାରକୁ ହିଁ ବୃଦ୍ଧି କରେ। କିନ୍ତୁ କୌଣସି ସାଧୁ ସନ୍ନ୍ୟାସୀଙ୍କର କୌଣସି ସମାଜର ଉଚ୍ଚ ଆଦର୍ଶ ସମ୍ବଳିତ ବ୍ୟକ୍ତିଙ୍କ ଠାରେ ଯେତେବେଳେ ଆମେ ଦେଖୁ ସେମାନେ ବ୍ୟକ୍ତିଗତ ଭାବରେ ନିଜର ତ ପୂର୍ତ୍ତି କରନ୍ତି ନାହିଁ କୌଣସି ଆବଶ୍ୟକତା ଏବଂ ନିଜର ଆତ୍ମୀୟ ସ୍ୱଜନମାନଙ୍କର ମଧ୍ୟ ସେମାନେ ତାଙ୍କର ମଧ୍ୟ ଉନ୍ନତି ସାଧନରେ ବିଷୟ ସକଳର ଉନ୍ନତି ସାଧନରେ ସେମାନେ ଚେଷ୍ଟାପ୍ରଦ ନୁହନ୍ତି। ସେଥିପାଇଁ ସେମାନେ ଏକ ଏଭଳି ଶାନ୍ତିର ସ୍ତରରେ ପହଞ୍ଚନ୍ତି ଯାହାକି ତାଙ୍କୁ ମାନସିକ ବ୍ୟଥା ବା ପୀଡ଼ା ଦିଏ ନାହିଁ ଏବଂ ଶାରୀରିକ ପୀଡ଼ା ମଧ୍ୟ ତାଙ୍କୁ ଅଟକାଇ ପାରେ ନାହିଁ। ଏହାକୁ ବୁଝିବାର ଆବଶ୍ୟକତା ଏଥିପାଇଁ ରୁହେ ଯେ ଦୃଷ୍ଟି ଯେତେବେଳେ ପରିଷ୍କାର ହେଇଯାଏ ସେତେବେଳେ ଆଉ କୌଣସି ପ୍ରକାର ଅସୁବିଧା ନଥାଏ। ବିଷୟ ସକଳ ପ୍ରାପ୍ତି କ୍ଷେତ୍ରରେ ଯେତେବେଳେ ଆମେ ଆମର ନିଜସ୍ୱ ବୁଦ୍ଧିକୁ ପ୍ରୟୋଗ କରୁ ସେତେବେଳେ ଏହା ସଂକୀର୍ଣ୍ଣ ହେଇଯାଏ ଏବଂ ଯେତେବେଳେ ସମାଜର ଉପକାରରେ ଆମେ ଏହାକୁ ପ୍ରୟୋଗ କରୁ ସେତେବେଳେ ଏହା ସୁବିସ୍ତୀର୍ଣ୍ଣ ହେଇଯାଏ, ଏହା ପ୍ରଖର ହେଇଯାଏ, ଏହା ସୀମିତରୁ ଅସୀମିତତା ଆଡ଼କୁ ଯାଏ। ସେଥିପାଇଁ ସେଥିରେ ଶାନ୍ତି ରହିଛି। କ୍ଷୁଦ୍ରତାରେ କ'ଣ ଶାନ୍ତି ରହିଛି? ନ୍ୟୁନତାରେ କ'ଣ ଶାନ୍ତି ରହିଛି? ଶାନ୍ତି ରହିଛି ଅସୀମତାରେ, ଶାନ୍ତି ରହିଛି ସମଗ୍ରତାରେ। ତାହା ବୁଝିବାର ଆବଶ୍ୟକତା ରହିଛି। ନଚେତ୍ ଯଦି ବାସ୍ତବିକ ଶାରୀରିକ କଷ୍ଟ ଏତେ ପ୍ରବଳ ସମସ୍ତଙ୍କ ପାଇଁ ହୁଅନ୍ତା ତେବେ ତାହା ମୀରା ପାଇଁ ମଧ୍ୟ ହେଇଯିବାର ଥିଲା, ସୁରଦାସଙ୍କ ପାଇଁ ମଧ୍ୟ ହେଇଯିବାର ଥିଲା, ଯୀଶୁଖ୍ରୀଷ୍ଟଙ୍କ ପାଇଁ ନିଶ୍ଚିତ ହେବାର ଥିଲା, ମନସୁରଙ୍କ ପାଇଁ ହେବାର ଥିଲା, ଧ୍ରୁବ ପ୍ରହଲ୍ଲାଦ ଏ ସମସ୍ତଙ୍କ ପାଇଁ ମଧ୍ୟ ଶାରୀରିକ କଷ୍ଟ ଅନେକ ମାତ୍ରାରେ ସେମାନେ ଶିକାର ହୁଅନ୍ତି। ଏମିତି ଏକ ଉଦାହରଣ ନାହିଁ, ଅନେକ ଉଦାହରଣ ରହିଛି ଯାହା ଆମେ ପୂର୍ବପୁରୁଷମାନଙ୍କର ଅର୍ଥାତ୍ ସେହି ସନ୍ଥ ମହାତ୍ମାମାନଙ୍କର ଭକ୍ତମାନଙ୍କର ବିଶେଷ ଭାବରେ ଜୀବନୀ ପଢ଼ିଲେ ଆମେ ଜାଣିପାରୁ ଯେ ସମସ୍ତଙ୍କୁ ବାସ୍ତବିକ ତ୍ରେତାପବାଧା ସମାନ ଭାବରେ ପ୍ରଭାବିତ କରିପାରେ ନା। ପ୍ରଭାବିତ ସେଇମାନଙ୍କୁ କରିପାରେ ଯେଉଁମାନେ ନିଜକୁ ଦେହ ଏବଂ ମନ ସହିତ ସଂଶ୍ଳିଷ୍ଟ କରିଥାନ୍ତି, ନିଜକୁ ଅହଙ୍କାର ସହିତ ସଂଶ୍ଳିଷ୍ଟ କରିଥାନ୍ତି। ସେଇମାନଙ୍କୁ ପ୍ରଭାବିତ କେବେ ବି କରିପାରେ ନା ଯେଉଁମାନେ ନିଜକୁ ଶରୀର ବା ମନଠାରୁ ପୃଥକ କରିଥାଇପାରନ୍ତି। ସେଥିପାଇଁ ଅଧ୍ୟାତ୍ମ ପ୍ରତ୍ୟେକଙ୍କ ଜୀବନରେ ଏତେ ଅନିବାର୍ଯ୍ୟ ଭୂମିକା ଗ୍ରହଣ କରେ ଏବଂ ତାହା ହିଁ ମଣିଷ ଜନ୍ମର ଏକ ଶ୍ରେଷ୍ଠ ଅବଦାନ ବା ଶ୍ରେଷ୍ଠ ଆଶୀର୍ବାଦ ଭଗବାନଙ୍କର ମଣିଷମାନଙ୍କ ଉପରେ।
ତେବେ ଯାଇ ଆମେ ନିଜକୁ ମଣିଷ ବୋଲି ବୋଲାଇବାର ମଧ୍ୟ ପଦବାଚ୍ୟ। ଆଉ ଅଧ୍ୟାତ୍ମକୁ ଉପେକ୍ଷା କଲେ ଆମେ କ'ଣ ବୋଲାଇବୁ, ତାହା ଆପଣମାନଙ୍କ ଉପରେ। ନମସ୍କାର।